ଆଜି ସନ୍ଧ୍ୟା ସୁଦ୍ଧା 10ଟି ଜିଲ୍ଲାରେ ପ୍ରବଳ ବର୍ଷା ମାଡ଼ି ଆସୁଛି। ହଁ ଦର୍ଶକ ବନ୍ଧୁ, ଆଜି ସନ୍ଧ୍ୟା ସୁଦ୍ଧା 10ଟି ଜିଲ୍ଲାରେ ପ୍ରବଳ ବର୍ଷା ମାଡ଼ି ଆସୁଛି। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଆଜିର ପାଣିପାଗ ଅପଡେଟରେ ଆପଣମାନଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ, ଆପଣମାନେ ଆମ ଚ୍ୟାନେଲକୁ ନୂଆ କରି ଆସିଛନ୍ତି ତାହେଲେ ସବସ୍କ୍ରାଇବ ଯଦି କରିନାହାନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ ନୋଟିଫିକେସନ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ ପାଣିପାଗ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ। ଆଜି ହେଉଛି ଜୁନ 12 ତାରିଖ ଶୁକ୍ରବାର 2026। ଏହି 10 ଜିଲ୍ଲାରେ ବର୍ଷା ସମୟର 40ରୁ 50 କିଲୋମିଟର ଘଣ୍ଟା ପ୍ରତି ପବନ ବେଗ ରହିବ। ତା ସହ ବଜ୍ରପାତ ଏବଂ ଘଡ଼ଘଡ଼ି ସମ୍ଭାବନା ରହିଛି। ତେଣୁକରି ଦର୍ଶକ ବନ୍ଧୁ, ଆପଣଙ୍କୁ ଅନୁରୋଧ କରିବି ବର୍ଷା ପବନ ସମୟରେ ଆପଣ ବାହାରକୁ ଯାଆନ୍ତୁ ନାହିଁ ଏବଂ ମୋବାଇଲ ଡାଟା ଅନ୍ କରନ୍ତୁ ନାହିଁ। ତା ସହିତ ଫୋନରେ କଥା ହୁଅନ୍ତୁ ନାହିଁ। ଝାରସୁଗୁଡ଼ା, ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ବୌଦ୍ଧ, ଅନୁଗୁଳ, ସୋନପୁର ମୌସୁମୀ ବାୟୁ ରାଜ୍ୟକୁ ପ୍ରବେଶ କରିପାରେ। ତେଣୁ ବର୍ଷା କମ୍ ଥିବା ଅଞ୍ଚଳରେ ଖରା ଦୃଶ୍ୟ ଦେଖିବାକୁ ମିଳିବ। ଏହି ଜିଲ୍ଲାମାନଙ୍କରେ ଦିନର ତାପମାତ୍ରା 40 ଡିଗ୍ରୀରୁ ଅଧିକ ସେଲସିୟସ ରହିପାରେ ଏବଂ କେତେକ ସ୍ଥାନରେ ସନ୍ଧ୍ୟା ସମୟରେ କାଳବୈଶାଖୀ ହୋଇପାରେ। ଭାରତୀୟ ପାଣିପାଗ IMD ଅନୁସାରେ ଜୁନ 12ରୁ 13 ତାରିଖ ମଧ୍ୟରେ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷାର ସମ୍ଭାବନା ଜିଲ୍ଲାଗୁଡ଼ିକ ହେଲା, ଆପଣ ଯଦି ନୂଆ କରି ଦେଖୁଛନ୍ତି ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ ନୋଟିଫିକେସନ ଅନ୍ କରନ୍ତୁ, ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ। ତା ସହ ଆପଣଙ୍କର ଚାଷୀ ଭାଇ ଭଉଣୀମାନଙ୍କ ପାଖକୁ ଏହି ଭିଡ଼ିଓଟି ନିଶ୍ଚିନ୍ତ ଭାବରେ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ନୂଆ ନୂଆ ଅପଡେଟ ପାଣିପାଗ ଖବର ସର୍ବପ୍ରଥମେ ପାଇପାରିବେ। କୋରାପୁଟ, ଗଞ୍ଜାମ, ଗଜପତି, କନ୍ଧମାଳ, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଏହି ଜିଲ୍ଲାର କିଛି କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତା ସହ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ। ଦର୍ଶକ ବନ୍ଧୁ, ଆଜିର ପାଣିପାଗ ଅପଡେଟଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ କରି ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ ନୋଟିଫିକେସନ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ ପାଣିପାଗ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ। ତା ସହ ଆପଣଙ୍କର ବନ୍ଧୁ କିମ୍ବା ଆପଣଙ୍କର ଚାଷୀ ଭାଇ ଭଉଣୀ ମାନଙ୍କ ପାଖକୁ ଏହି ଭିଡ଼ିଓଟି ନିଶ୍ଚିନ୍ତ ଭାବରେ ସେୟାର କରନ୍ତୁ, ଯାହାଫଳରେ ଚାଷ କାମ କଲାବେଳେ ସତର୍କ ରହିପାରିବେ। ଆଜିର ପାଣିପାଗ ଅପଡେଟଟି ଏଇଠି ସମାପ୍ତ କରୁଛି। ଆପଣମାନେ ଅପେକ୍ଷାରେ ରୁହନ୍ତୁ ନେକ୍ସଟ ପାଣିପାଗ ଅପଡେଟ ଖବର ପାଇଁ ଦର୍ଶକ ବନ୍ଧୁ।